जय जगन्नाथ पिलाମାନେ आशा କରୁଛି ସମସ୍ତେ ଭଲରେ ଥିବ। ତ ଆଜି ଆମେ ପିଲାମାନେ ଦେଖିବେ କି ଆମର ଭାଷା ମହକ ଯାହାକି ଆମର ଚତୁର୍ଥ ଶ୍ରେଣୀ ପାଇଁ ରହିଛି ପୁସ୍ତକଟି ବା ବହିଟି ଯାହାକି ଆମର NEP ଅନୁସାରେ ଲାଗୁ ହୋଇଥିଲା ପିଲାମାନେ। ତ ଆମେ ଦେଖିବା ଭାଷା ମହକ ଚତୁର୍ଥ ଶ୍ରେଣୀ। ତ ପ୍ରଥମେ ପିଲାମାନେ ଆମେ ଯାଇକି ଦେଖିଦେବା ସୂଚୀପତ୍ର କ'ଣ ରହିଛି। ତ ସମସ୍ତେ ସୂଚୀପତ୍ର ପ୍ରଥମେ ଦେଖିନେବ ବା ସୂଚୀପତ୍ର ତ ପ୍ରାୟ ସମସ୍ତଙ୍କୁ ବହି ମିଳିଯାଇଥିବ ଆଶା କରୁଛି। ଯଦି ବହି ନଥିବ ତ ତାହେଲେ ସୂଚୀପତ୍ର ଗୁଡ଼ିକୁ ନିଜ ଖାତାରେ ଲେଖିନିଅ ଯାହାକି ତୁମକୁ ପଢ଼ିବାରେ ବହୁତ ସାହାଯ୍ୟ ହେବ। ତ ଦେଖିବା ପିଲାମାନେ କ'ଣ ରହିଛି। ତ ପ୍ରଥମେ ଦେଖିବା ସୂଚୀପତ୍ର ହେଲା। ତ ପ୍ରଥମେ ରହିଛି ଆମର ନୀତିଶିକ୍ଷା। ମାନେ ନୀତିଶିକ୍ଷା ପିଲାମାନେ କ'ଣ ନା ଏଥିରୁ ଆମେ କିଛି ନା କିଛି ଶିଖିବାକୁ ପାଇବା। ଏଇ ପାଠ ଗୁଡ଼ିକୁ ପଢ଼ିଲେ ଆମେ କିଛି ନା କିଛି ଶିଖିବାକୁ ପାଇବା। ତ ପ୍ରଥମ ପ୍ରାର୍ଥନା ଆମକୁ ନିହାତି ଦରକାର। ଯେପରି ଆମେ ସ୍କୁଲକୁ ଗଲେ ପ୍ରଥମେ ପ୍ରାର୍ଥନା ବୋଲୁଛେ ହେଲା। ତ ଆମକୁ ଏଇ ପ୍ରାର୍ଥନାଟା ନିହାତି ଦରକାର। ଟ୍ରାଏ କର ପିଲାମାନେ ଡେଲି ଏଇଟା ତୁମେ ପଢ଼ିବା ପୂର୍ବରୁ ଏଇଟା ପ୍ରାର୍ଥନାଟାକୁ ବୋଲିବା ପାଇଁ। ତ ଦେଖିବା କ'ଣ ରହିଛି। ପ୍ରଥମ ପାଠ ରହିଛି ଆମର ନୀତିଶିକ୍ଷାର। ପ୍ରଥମେ ରହିଛି ଟିକି ଚଢ଼ି, ଏଇଟା ପଦ୍ୟଟି ବା ଗୀତଟି ଆମେ କହିବେ ଯାହାକୁ। ତ ତାପରେ ଆସିଲା ଆମର ସ୍ୱାଧୀନ ଦେଶର ସନ୍ତାନ ଆମେ। ତାପରେ ହେଲା ନକଲି ସୁନା ଯେଉଁଟାକି ଆମର ଚିତ୍ରକଥା। ତ ଏଇଭଳି ଭାବରେ ଆମର ତିନୋଟି ରହିଛି ନୀତିଶିକ୍ଷାର ହେଲା। ତ ତାପରେ ଆମେ ଯିବା ଦେଶ ପ୍ରେମକୁ ବା ଦେଶ ପ୍ରତି ଯେଉଁ ରହିଛି ଗୀତ ଗୁଡ଼ିକ ବା ପାଠ ଗୁଡ଼ିକ। ତ ଜୟୀ ରାଜଗୁରୁ ଗଦ୍ୟ ରହିଛି। ତାପରେ ରହିଛି ଓଡ଼ିଶା ମୋର ଦେଶ, ସେ ଗୋଟେ ଆମର ପଦ୍ୟ। ଏଇଟା ଆମର ଗଦ୍ୟଟା ରହିଛି ପିଲାମାନେ ହେଲା। ଏଇଟା ଆମର ପଦ୍ୟଟା ମାନେ ଗୀତଟା, ଏଇଟା ଗଦ୍ୟଟା ମାନେ ପାଠଟା ଆମେ ଯାଉ କହୁଛେ। ତାପରେ ଆସିଲା ଆମର ଆଚାର୍ଯ୍ୟ ହରିହର, ସେଇଟା ଗୋଟେ ଜୀବନୀ ହେଲା। ତ ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ମଧ୍ୟ ଦେଇଛନ୍ତି। ତ ସେଇଟା ପଠନ ପାଇଁ ସେଇଟା କିଛି ମାନେ ପରୀକ୍ଷାରେ ଆସିବନି, ସେଇଟା ଆମେ ନିଜେ ପଢ଼ିବା ପାଇଁ। ତ ଆମର ଏଇଟା ଦେଶ ପାଇଁ ଯେଉଁ ଭଲ ପାଇବା ବା ଆମ ଦେଶ ପ୍ରେମ ପାଇଁ ସେଇଟା ଏଇଠି ଆମେ ତିନୋଟି ପାଠକୁ ପଢ଼ିବା। ତ ତାପରେ ଆମର ଆସିଲା ଜ୍ଞାନ ବିଜ୍ଞାନ ପାଇଁ ବା ଆମର ବିଜ୍ଞାନ ଆଉ ଜ୍ଞାନର ବଢ଼ିବା ପାଇଁ ବା ଜ୍ଞାନ ବିଜ୍ଞାନ ପାଇଁ ଯେଉଁ ରହିଛି। ତ ଦେଖିବା କ'ଣ କ'ଣ ରହିଛି ପିଲାମାନେ। ଆମର ରହିଛି ଆମ ସୂର୍ଯ୍ୟଯାନ ଗୋଟେ ରହିଛି, ଆଉ ଗୋଟେ ରହିଛି କମ୍ପ୍ୟୁଟର ଏକ ପରିଚୟ। ଏଇଭଳି ଭାବରେ ଦୁଇଟି ରହିଛି। ତ ଦେଖିବା ତାପରେ କ'ଣ ରହିଛି। ତାପରେ ଆସିଲା ପ୍ରକୃତି ଆଉ ପରିବେଶ ପାଇଁ। ପ୍ରକୃତି ଆଉ ପରିବେଶ ତ ତୁମେ ଜାଣିଥିବ, ଆମ ପରିବେଶ ବା ପ୍ରକୃତିକୁ ନେଇ ଗୋଟେ ରହିଛି କେତେ। ତ କ'ଣ କ'ଣ ରହିଛି ଆମେ ଦେଖିବା। ମୁଁ ନିମ୍ବ ଗଛ ଗୋଟେ ରହିଛି, ତା ସହିତ ଗଛ କାଠୁରିଆ। ତ ଏଇଟା ଆଗରୁ ମଧ୍ୟ ଥିଲା ପିଲାମାନେ, ଏଇଟା କିଛି ଚେଞ୍ଜେସ୍ ହେଇନି। ତାପରେ ଆସିଲା ନିବେଦନ। ତ ଏଇଭଳି ଭାବରେ ତିନୋଟି ରହିଛି ବା ପାଠ ରହିଛି ତିନୋଟି। ତାପରେ ଆମେ ଦେଖିବା ଆମ କଥା। ତ ଆମ କଥା ମାନେ ଆମେ ଭାରତ ବା ଆମ ଓଡ଼ିଶାର କଥା କ'ଣ କ'ଣ ରହିଛି। ବୋଇତ ବନ୍ଦାଣ ବାଲିଯାତ୍ରା, ଏଇଟା ତ ସମସ୍ତେ ଜାଣିଛେ ପିଲାମାନେ। ବାଲିଯାତ୍ରା ଆମର କଟକ ହେଲା। ତ ବୋଇତ ବନ୍ଦାଣ ତା ସହିତ ଆମର କବାଡ଼ି ଖେଳର ମଜା। ତ ଆମ ପର୍ବପର୍ବାଣି ଯେଉଁ ଚତୁର୍ଥ ଶ୍ରେଣୀ ଥିଲା ପିଲାମାନେ ସେଇଟା ଅଛି, ବଟ୍ ସେଇଟା ପଠନ ନିମନ୍ତେ ସେଇଟା ଏକ୍ଜାମ୍ରେ ଆସିବା ନାହିଁ, ବାକି ଏତିକି ତୁମେ ପଢ଼ିବ। ତ ତାପରେ ଆସିଲା ପିଲାମାନେ କ'ଣ ଆବେଦନ ପତ୍ର ବା ଯେଉଁ ଆମର କହୁଛେ କ'ଣ ଦରଖାସ୍ତ ଲେଖନ। ତ ଏଇ ବିଷୟରେ ଆମେ ସବୁ ମଧ୍ୟ ଜାଣିବା ଶେଷ ହେଲା। ତ ଏଭଳି ଭାବରେ ଆମର କ'ଣ ଏଇଠି ତିନୋଟି 6ଟି ଆମର ରହିଲା। ତ ଦେଖିବା ପ୍ରଥମେ କ'ଣ ରହିଛି। କରୁଣା ସାଗର ପ୍ରଭୁଏ, ଯେଉଁ ଆମ ପ୍ରାର୍ଥନାଟା ରହିଛି ଏଇଟା ଡେଲି ତୁମେ ପଢ଼ିବାକୁ ଚେଷ୍ଟା କର ପିଲାମାନେ। ତ ଆମେ ପ୍ରଥମ ପାଠ ଦେଖିବା ଟିକି ଚଢ଼େଇ। ତ ଟିକି ଚଢ଼େଇରେ କ'ଣ କ'ଣ ରହିଛି ଆମେ ଜାଣିବା। ତ ପ୍ରାୟ ପିଲାମାନେ ଚଢ଼େଇ ଦେଖିଥିବ ଏବଂ ଜାଣିଥିବ ହେଲା। ତ ଦେଖିବା ଗଛ ଡାଳଟିରେ ଘରଟି ମୋର ଅତି ଛୋଟ ଅଣ୍ଡା ଆକାର, ମା ସହ ମୁହିଁ ଅତି ଖୁସିରେ ଖଣ୍ଡି ଉଡ଼ା ଦେଇ ଉଡ଼ଇ ଧୀରେ। କ'ଣ କହିଲା ପିଲାମାନେ, ଗଛ ଡାଳଟିରେ ଘରଟି ମୋର। ତ ପିଲାମାନେ ଚଢ଼େଇମାନେ ତ ଗଛ ଡାଳ ହିଁ ଘର କରନ୍ତି ହେଲା। ତ କେତେ ଲୋକ କ'ଣ ସେ ଶୁଆ କିମ୍ବା ଅନ୍ୟାନ୍ୟ ପକ୍ଷୀମାନଙ୍କୁ ଆଣିକି ପଞ୍ଜୁରୀ ରଖନ୍ତି, ଯେଉଁଟାକି ଭଲ କଥା ନୁହଁ। କାରଣ ସେମାନଙ୍କ ସ୍ୱାଧୀନତାକୁ ଆମେ କ'ଣ ନିଜ ହାତକୁ ଆଣୁଛେ ବା ତାଙ୍କୁ ପରାଧୀନ କରି ନେଉଛେ। ତ ଆମେ କେବେ ସେମିତି କରିବା ନାହିଁ। ତ କ'ଣ କରିବା ନା ତାଙ୍କୁ ସବୁବେଳେ ସ୍ୱାଧୀନ ଦେବା। ଯେମିତି ଆମକୁ ଯଦି କିଏ ସେମିତି ପଞ୍ଜୁରୀ ରଖିଲେ ଆମେ ରହିପାରିବା କି, କେବେ ନୁହଁ। ତ ତାଙ୍କୁ ମଧ୍ୟ କେବେ ମଧ୍ୟ ପଞ୍ଜୁରୀ ରଖିବାକୁ ଦେବା ନାହିଁ। ତ ସେମାନେ ମଧ୍ୟ ଆକାଶରେ ବୁଲନ୍ତୁ, ଯେମିତି ଆମେ ସାରା ପୃଥିବୀରେ ଆମେ ମଧ୍ୟ ବୁଲୁଛେ, ଆମେ ହସି ଖେଳି ଖାଇବି ବୁଲୁଛେ, ସେମିତି ମଧ୍ୟ ସେମାନଙ୍କୁ ହସି ଖୋଳି ବଞ୍ଚିବାକୁ ଆମେ ଦେବା। ତ କ'ଣ ନା ଗଛ ଡାଳଟିରେ ଘରଟି ମୂଳ। ତାହେଲେ ଟିକି ଚଢ଼େଇରେ ମାନେ ଘର କେଉଁଠି ନା ଗଛ ଡାଳରେ ତା'ର ଘର। ଦେଖୁନ ଗଛ ଡାଳରେ କେମିତି ସେ ଘର କରି ରହିଛି ପିଲାମାନେ ହେଲା। ଟିକି ଚଢ଼େଇଟିଏ ବର୍ତ୍ତମାନ ଅଣ୍ଡାରୁ ହିଁ ଫୁଟିଛି ହେଲା। ଯେମିତି ତୁମେ ମଧ୍ୟ ଏବେ ଛୋଟରୁ ଜଷ୍ଟ ବଡ଼ ହେଇଛ, ସେ ଚତୁର୍ଥ ପଞ୍ଚମ ଏମିତି ପଢ଼ିଛ ବା ତୃତୀୟ ଚତୁର୍ଥ ପଢ଼ିଛ, ଜଷ୍ଟ ଏବେ ଟିକେ ବଡ଼ ହେଇଛ, ସେ ମଧ୍ୟ ସେତିକି ହିଁ ବଡ଼ ହେଇଛି ହେଲା। କାରଣ ଆମେ ମନୁଷ୍ୟ ବହୁତ ବଡ଼ ହେଉଛି, ଆମ ପାଖରେ ବହୁତ ଜ୍ଞାନ ହେଇଯାଇଛି। ତ ସେଥିପାଇଁ ଆମେ ଗୋଟେ ବହୁତ ବଡ଼ ସାମାଜିକ ପ୍ରାଣୀ ହେଇଯାଇଛେ। ବଟ୍ ଏମାନେ ମଧ୍ୟ ଗୋଟେ ପ୍ରାଣୀ, ଆମେ ମଧ୍ୟ ଗୋଟେ ପ୍ରାଣୀ। ତ କିନ୍ତୁ ଏମାନେ ଏତେ ଜ୍ଞାନ ନାହିଁ। ତ ସେଥିପାଇଁ ଏମାନେ ଗଛ ଡାଳରେ କି ଜଙ୍ଗଲରେ ରହୁଛି,
ଅତି ଛୋଟ ଅଟେ ଅଣ୍ଡା ଆକାର ହେଲା। ତ ଅତି ଛୋଟ ଅଟେ ଅଣ୍ଡା ଆକାର, ମୋ ଅଣ୍ଡାର ଆକାର, ମୋ ଅଣ୍ଡା ନୁହଁ ପିଲାମାନେ, ଏଠି ଚଢ଼େଇର ଅଣ୍ଡା କହୁଛି ହେଲା। ମାନେ ଚଢ଼େଇ ଅଣ୍ଡାର ଯେଉଁ ଆକାରଟା ବହୁତ ଛୋଟ ଅଟେ ହେଲା। ମା ସହ ମୁଇଁ ଅତି ଖୁସିରେ, ତ ଅତି ଖୁସିରେ ମାନେ କ'ଣ, ବହୁତ ଖୁସିର ସହିତ ଆମେ ଯେମିତି ବାପା ମା ସହିତ ବଜାର ଗଲେ ବା କୁଆଡ଼େ ବୁଲିବାକୁ ଗଲେ ଆମେ କେତେ ଖୁସିର ସହିତ ଆମେ ବୁଲିବାକୁ ଯାଉଛେ, ସେ ମଧ୍ୟ ତା ମା ସହ ଅତି ଖୁସିରେ ବୁଲିବାକୁ ଯାଏ। ଖଣ୍ଡି ଉଡ଼ା ଦେଇ ଉଡ଼େଇଥିଲେ, ତ ଆମେ ଯେତେବେଳେ ଛୋଟ ହେଇଥିଲେ, କୁନି ହେଇଥିଲେ, 2 ବର୍ଷ 1 ବର୍ଷରେ ଥିଲେ, ବାପା ମା ଆମ ହାତ ଧରି ଆମକୁ କ'ଣ ଚାଲିବା ଶିଖେଇଛନ୍ତି। ତ ସେମିତି ମଧ୍ୟ ଚଢ଼େଇମାନେ ବା ପଶୁ ପକ୍ଷୀ ସମସ୍ତେ ତାଙ୍କ ବାପା ମା କ'ଣ ସେମାନଙ୍କୁ ଉଡ଼େଇବାକୁ ବା ଚାଲିବାକୁ ସମସ୍ତେ ଶିଖାନ୍ତି, ଆମକୁ ଯେମିତି ଆମ ବାପା ମା ଶିଖାନ୍ତି। ତାପରେ ଆମେ ଧୀରେ ଧୀରେ ଚାଲିବା ଶିଖିଲେ, ସାଇକେଲ ଚଲେଇବା ଶିଖିଲେ, ବାଇକ୍ ଚଲେଇବା ଶିଖିଲେ ହେଲା, ସବୁ ଧୀରେ ଧୀରେ ଶିଖିଲେ। ସେମିତି ସେ ଖଣ୍ଡି ଉଡ଼ା ଦେଇ ମାନେ ସେ ଚଢ଼େଇଟା ଏବେ ଖଣ୍ଡି ଉଡ଼ା ଦେଉଛି, ମାନେ ଧୀରେ ଧୀରେ ସେ ଉଡ଼ିବା ଷ୍ଟାର୍ଟ କରିଛି ହେଲା। ବୁଝିପାରନ୍ତି ତ ପିଲାମାନେ? ତ ଗଛ ଡାଳଟିରେ କ'ଣ ଚଢ଼େଇଟି ରହୁଛି, ତା'ର ଅଣ୍ଡାର ଆକାରଟା ବହୁତ ଛୋଟ, ସେ ତା ମା ସହିତ କ'ଣ ଅତି ଖୁସିରେ ବା ବହୁତ ଆନନ୍ଦରେ ଖଣ୍ଡି ଉଡ଼ା ଦେଇକି ଉଡ଼େ। ମା ଚାଲିଯାଏ ଆହାର ପାଇଁ, ଦେଖ କ'ଣ ହେଇଥାଏ ପିଲାମାନେ, ତା ମା ବା ସେ ଯେଉଁ ଟିକି ଚଢ଼େଇର ମା କୁଆଡ଼େ ଯାଇଥାଏ, ଆହାର ପାଇଁ, ମାନେ ଖାଇବା ଆଣିବା ପାଇଁ। ଯେମିତି ଆମ ବାପା ମା ମାନେ ଯାଇ ବାହାରେ କାମ କରିକି, ଚାକିରି କରିକି ବା ଯେକୌଣସି କାମ କରି ଆମକୁ କ'ଣ ଖାଇବାକୁ ଦିଅନ୍ତି ହେଲା। ସେମିତି ମଧ୍ୟ କ'ଣ ଟିକି ଚଢ଼େଇ, ସେମାନେ ତ କିଛି ଚାକିରି ବାକିରି କରିବେ ନାହିଁ ବା ସେମାନଙ୍କର ତ କିଛି କାମ ନାହିଁ, ସେମାନେ କ'ଣ ଆହାର ଖୋଜିବେ, କେଉଁଠି ଖୁଦ ଦାନାଟିଏ, କେଉଁଠି ଚାଉଳଟିଏ ବା କେଉଁଠି ଧାନଟିଏ ବା କେଉଁଠୁ ଫଳ, କେଉଁଠୁ କ'ଣ ସେମାନେ ଆଣି କ'ଣ ତାଙ୍କ ପିଲାମାନଙ୍କ ପାଇଁ ଆଣିଦିଅନ୍ତି। ବସାଟି ଭିତରେ ବୁଲେଇ ହୁଏ, ତ ଇଏ ଛୋଟ ପିଲାଟିଏ, ତ ଇଆଡ଼ୁ କେଉଁଠି ଯାଇପାରିବ, ଯେମିତି ଆମେ ପିଲାଦିନେ ଓନ୍ଲି ଘର ଭିତରେ ହିଁ ରହି କ'ଣ ଆମେ ମାନେ କ'ଣ ଧୀରେ ଧୀରେ ପାଦରେ ତ ଚାଲିବା ମଧ୍ୟ ସେଥିରେ ଭଲସେ ଶିଖିନେ, ବା ଧୀରେ ଧୀରେ ହାମ୍ବୁଡ଼ିଛେ ଯାହାକୁ ଆମେ କହୁଛେ ହେଲା, ଆଣ୍ଠୁରେ ଆମେ ଯେଉଁ ହାମ୍ବୁଡ଼ିଛେ, ତ ଧୀରେ ଧୀରେ ଆମେ ଘର ଭିତରେ ରହୁଛେ, ବାହାରକୁ ଆସିପାରୁଛେ କି ନା, କାରଣ ଆମେ ଚାଲିପାରୁନି, ତ ଆସିବେ କେମିତି ହେଲା। ତ ସେଥିପାଇଁ ସେ ମୋତେ କ'ଣ ଟିକି ଚଢ଼େଇଟି ବସା ଭିତରେ ହିଁ ସେ ଏମିତି ବୁଲୁଥାଏ, ଧୀରେ ଧୀରେ ଏକଲା ସେ ବୁଲୁଥାଏ। ତା ମା କ'ଣ ଆହାର ପାଇଁ ଚାଲି ଯାଇଥାଏ। ବାହାର ଦୁନିଆ ଦେଖି ତ ନାହିଁ, ବସାଟି ସଂସାର ମୋହରି ପାଇଁ। ସେ ବାହାର ଦୁନିଆ କ'ଣ ଜାଣେ। ଆମେ ଯେତେବେଳେ ଛୋଟ ହେଇଥିଲେ ପିଲାମାନେ, ଦୁନିଆ କ'ଣ ବଜାର କ'ଣ, ଆମେ ଆମ ଗାଁ ବିନା ଆଉ କୁଆଡ଼େ ବାହାରକୁ ଯାଇପାରୁନଥିଲେ। ତ ଏମିତି କେତେବେଳେ ବାପା ମାଙ୍କ ସହିତ କୁଆଡ଼େ ଯିବାର, ଯେତେବେଳେ ବଡ଼ ହବାର ଆମେ ଯାଉଥିଲେ, ବଟେ ଯେତେବେଳେ ଆମେ ଛୋଟ ଥିଲେ ତ ଏତେ ବାହାରକୁ ଯିବାନି, ବାପା ମା ନିଅନ୍ତିନି ହେଲା, ଛୋଟ ପିଲା। ତ ବାହାର ଦୁନିଆ ଦେଖି ତ ନାହିଁ, ସେ କ'ଣ ଏତେ ବହୁତ ଛୋଟ ହେଇଛି ପିଲାମାନେ, ଏବେ 2 ଦିନର କି 3 ଦିନର କି 4 ଦିନର ଚଢ଼େଇଟିଏ, ସେତେ କିଛି ଜାଣିନେ ଦୁନିଆ ବିଷୟରେ। ବସାଟି ସଂସାର ମୋହର ପାଇଁ, ଯେମିତି ଆମ ପାଇଁ ଘର ଥିଲା ଆମର ସବୁଠାରୁ ବଡ଼ ସଂସାର, ଆମେ ବିଷୟରେ ଜାଣିନଥିଲେ, ଆମ ଗାଁ ଆମେ ଯେତେବେଳେ ଦେଖିଲେ ଆମ ଗାଁଟା ବହୁତ ବଡ଼ ଲାଗିଲା। ତାର ଆମେ ଯେତେବେଳେ ଆମ ପଞ୍ଚାୟତ ଆଡ଼େ ସବୁ ଟିକେ ବୁଲିଲେ, ଆମକୁ ପଞ୍ଚାୟତ ଭାଇ ଏତେ ଗୁଡ଼ିଏ, ଯେତେବେଳେ ଆମେ ବାହାରକୁ ଧୀରେ ଧୀରେ ବାହାରକୁ ଗଲେ, ଆମେ ଦେଖିଲେ ଏଇଟା ତ ବହୁତ ବଡ଼ ସଂସାର, ଆମେ ଛୋଟ ବୋଲି ଭାବିଥିଲେ। ତ ସେଇଭଳି ସେ କିଛି ଜାଣିନାହିଁ, ସେ ଭାଇ ଏଇଟା ହିଁ ମୋ ପାଇଁ ସଂସାର, ତା ବସା ଘରଟା ହିଁ ତା ପାଇଁ ଏବେ ସଂସାର ପାଲଟିଛି, ସେ ଆଉ କିଛି ଜାଣିନି ହେଲା। ଯେତେବେଳେ ସେ ବଡ଼ ହେବ, ଯେତେବେଳେ ସେ ନିଜେ ଯାଇକି କ'ଣ କରିବ ପିଲାମାନେ, ଫଳ ତୋଳିବ, ବା ଫଳ ତ ତୋଳିବନି, ମାନେ ଫଳ ଆହାର ପାଇଁ ସେ ଯେଉଁ ଯେତେବେଳେ ଯିବ ଫଳ ଆଣିବ, ତ ସେତେବେଳେ ସେ ଜାଣିବ ଯେ ଦୁନିଆଟା କେତେ ବଡ଼ ହେଲା। ବଡ଼ ହୋଇ ଯେବେ ବାହାର ଦେଖେ, ସେ ଯେତେବେଳେ ବଡ଼ ହେଲା, ଯେତେବେଳେ ସେ ବାହାର ଦେଖ ପିଲାମାନେ, ଏଠାରେ ବଡ଼ ହେଇଯାଇଛି, ତ ଏଠାରେ କ'ଣ ହେଇଛି, ସେ ଛୋଟ ହେଇକି ସେମିତି କୁନି ହେଇକି ସେ ବସାଟି ଭିତରେ ବସିଛି। ତ କ'ଣ କହିଲା ନା, ବଡ଼ ହୋଇ ଯେବେ ବାହାରେ ଦେଖେ ହେଲା, ସେ ଯେତେବେଳେ ବଡ଼ ହେଇକି ବାହାରକୁ ଦେଖିଲା, ସବୁଜିମା ଭରା ମୋ ଚାରିପାଖ, ସବୁଜିମା ମାନେ କ'ଣ, ସବୁଆଡ଼େ ଗଛ ପତ୍ର ହେଲା, ପାହାଡ଼ ଝରଣା ନଈ ନାଳ ସବୁ ତା ଚାରିପାଖରେ ରହିଥାଏ। ଭାବିଲି ବସାଟି ନିହାତି ଛୋଟ, ସେ ଭାବିଲା ଯେ ବସାଟି ବହୁତ ଛୋଟ, କିନ୍ତୁ ଥରେ ସେ ଭାବିଥିଲା ଯେ ଯେତେବେଳେ ସେ ଛୋଟ ଥିଲା, ବସାଟି ସଂସାର ମୋହର ପାଇଁ, ତା ପାଇଁ ମାନେ କ'ଣ ସଂସାର ହେଉଛି କ'ଣ ଏଇ ବସାଟି, କିନ୍ତୁ ଯେତେବେଳେ ସେ ବଡ଼ ହେଇକି ଦେଖିଲା ଯେ ଏ ବସାଟି ତ ବହୁତ ଛୋଟ, ସେ ଭାବିଥିଲା ବସାଟା କିନ୍ତୁ ସଂସାର, କିନ୍ତୁ ଯେତେବେଳେ ସେ ବଡ଼ ହେଲା, ସେ ଭାବିଲେ ବସାଟା ତ ବହୁତ ଛୋଟ, ବାହାର ଦୁନିଆ କେଡ଼େ ବିରାଟ, ମାନେ କେତେ ବଡ଼ ବିରାଟ, ମାନେ ପିଲାମାନେ କ'ଣ ବିରାଟ କୋହଲି ନାହିଁ ପିଲାମାନେ, ବିରାଟ ମାନେ ବହୁତ ବଡ଼ ହେଲା, ବହୁତ ବଡ଼। ତ ସେ ଭାବିଲା ଯେ ସେ ଭାବିଥିଲା କ'ଣ ପିଲାମାନେ, ବସାଟା ହିଁ ମୋ ସଂସାର, ଆଉ କିଛି ନାହିଁ। କିନ୍ତୁ ସେ ଯେତେବେଳେ ଧୀରେ ଧୀରେ ବଡ଼ ହେଲା, ସେ ଯେତେବେଳେ ବାହାର ଦୁନିଆ ବୁଲିଲା, ଜାଣିଲା ଯେ ତା ପାଇଁ ବସାଟା ହେଉଛି ବହୁତ ଛୋଟ, ବାହାର ଦୁନିଆଟା ବହୁତ ବଡ଼ ବୋଲି ସେ ଜାଣିବାକୁ ପାଇଲା। ତାପରେ ଦେଖିବେ ପିଲାମାନେ, ତ ତାପରେ ଦେଖିବା ପିଲାମାନେ କ'ଣ ଦେଲା ନା, ପୁଣି ଦିନେ ମୁଁ ହିଁ ବସାରୁ ଆସି ଗଛରେ ବସି ମୁଁ ହୋଇଲି ଖୁସି, ଭାବିଲି ଦୁନିଆ କେଡ଼େ ସୁନ୍ଦର, ଫୁଲ ଫଳେ ହସେ ସାରା ସଂସାର। କହିଥାଏ ପିଲାମାନେ ନା, ସେ ପୁଣି ଦିନେ କ'ଣ କଲା ନା, ବସାରୁ ଆସି କେଉଁଠି ବସିଲା ନା, ଗଛରେ ଆସିକି ସେ ବସିଲା। ସେ ପୁରା ଖୁସି ହେଇଗଲା, ସେ ଯେତେବେଳେ ବସାରୁ ଆସିକି ଗଛରେ ବସିଲା ହେଲା। ଭାବିଲି ଦୁନିଆ କେଡ଼େ ସୁନ୍ଦର, ସେ କ'ଣ ଭାବିଲା, ଦୁନିଆଟା ବହୁତ ବଡ଼, ତା କ'ଣ ଫଳମୂଳରେ ସବୁ ରହିଛି, ତ ଚାରିପାଖେ କ'ଣ ସବୁ ସବୁଜିମା କ'ଣ ଭରି ରହିଛି, ତ ତାକୁ ଦୁନିଆଟା ବହୁତ ସୁନ୍ଦର
ଲାଗିଲା। ତ ଫୁଲ ଫଳେ ହସେ ସାରା ସଂସାର, ସବୁଆଡ଼େ ଫୁଲ ଫଳ ଗଛ ଲତା ଝରଣା ପାହାଡ଼ ପର୍ବତ ସେ ସବୁଆଡ଼େ ଯେତେବେଳେ ବୁଲିକି ଦେଖିଲା ତ ଭାବିଲା ଯେ ସେ ତ ମୋ ବସା ତ ବହୁତ ଛୋଟ, ଏ ଦୁନିଆ ବହୁତ ବିରାଟ ବୋଲି ସେ ଭାବିଲା। ସେ ବସାରେ ବସି ଦିନେ କ'ଣ ଗଛରେ ବସି ଏମିତି ଧୀରେ ଧୀରେ ସେ ଭାବୁଛି। ନୀଳ ଆକାଶର ବିରାଟ ଦେହ, ଏଇ ଯେଉଁ ନୀଳ ଆକାଶ ପିଲାମାନେ ରହିଛି ଆମେ ଯଦି ଅନେଇବା ତ ଆମେ ତ କଳନା କରିପାରିବା ସେ କେତେ ବଡ଼। ତ ଯେତେବେଳେ ନୀଳ ଆକାଶର ସେ ଯେଉଁ ବିରାଟ ଦେହରେ ଦେଖିବ ମନରେ ଆସିଲା ଭୟ, ସେ ଦେଖିକି ସେ ଏତେ ବଡ଼ ଯେଉଁ ଆମର କ'ଣ ନୀଳ ଆକାଶ ଦେଖି ସେ ପୁରା ଡରିଗଲା ପିଲାମାନେ ହେଲା। ବିଶାଳ ବିଶ୍ୱର ବିସ୍ମୟ କଥା, ମାନେ ଏଇ ଯେଉଁ ଏତେ ବଡ଼ ବିଶ୍ୱ ରହିଛି, ଏତେ ବଡ଼ ପୃଥିବୀ ରହିଛି, ତାର ଯେଉଁ ମାନେ ବିସ୍ମୟକର କଥା ଆଶ୍ଚର୍ଯ୍ୟକର କଥା ଗୁଡ଼ିକ ସେ ଯେତେବେଳେ ଭାବିଲା ତା ମୁଣ୍ଡ ପୁରା କ'ଣ ଘୁରେଇ ଗଲା ବା ଘୁରେଇ ମଥା ମାନେ କ'ଣ ପିଲାମାନେ ମୁଣ୍ଡ। ତ ସେ କ'ଣ କଲା ସେ ଯେତେବେଳେ ବାହାରକୁ ଆସି ଉଡ଼ିକି ଆସି ଗଛରେ ବସିଲା। ତାପରେ ସେ ଯେତେବେଳେ ନୀଳ ଆକାଶକୁ ଦେଖିଲା ଯେ ଏତେ ବଡ଼ ବିରାଟ ଦେହ ନୀଳ ଆକାଶର ହେଲା, ଦେଖିବ ମନରେ ଆସିଲା ଭୟ। କାହା ମନରେ? ସେ ଟିକି ଚଢ଼େଇ ମନରେ ଭୟ ଆସିଲା ଯେ ଏତେ ବଡ଼ ବିରାଟ କ'ଣ ନୀଳ ଆକାଶରେ ବା ବିରାଟ ଦେହର ଥିବା ନୀଳ ଆକାଶରେ ମୁଁ କେମିତି ରହିବି ବା ମୁଁ କେମିତି ଚଳିବି। ଯେଉଁ ବିସ୍ମୟ କଥା ବା ଯେଉଁ ବିଶ୍ୱର ବିସ୍ମୟ କଥା ଗୁଡ଼ିକ ତାକୁ ପୁରା ତା ମୁଣ୍ଡ କ'ଣ ଘୁରାଇ ଦେଲା। ଦେଖୁ ପିଲାମାନେ ସେ କେମିତି ଉଡ଼ୁଛି ହେଲା। ସକାଳ ସୂର୍ଯ୍ୟ କଅଁଳ ଖରା, ମନରେ ଭରିଲା ଭାବ ନିଆରା, ଟିକି ଚଢ଼େଇ ମୁଁ ଟିକି ମୋ ଡେଣା, ଉଡ଼େ ମୁଁ ଆକାଶ ନ ମାନି ମନା। କ'ଣ କହିଲା ନା ସକାଳ ସୂର୍ଯ୍ୟ କଅଁଳ ଖରା, ଯେତେବେଳେ ପୁରା ଆମେ କ'ଣ ସକାଳର ଯେଉଁ କଅଁଳ ଖରାଟା ପଡ଼ୁଛି ହେଲା, ତ କ'ଣ କଥା ନା ମନରେ ଭରିଲା ଭାବ ନିଆରା, ତା ମନକୁ ଗୋଟେ ଅଲଗା ପ୍ରକାର ଭାବଟା ହେଲା, ତାକୁ ଖେଳିବାକୁ ଭଲ ଲାଗିଲା, ତାକୁ ଉଡ଼ିବାକୁ ଭଲ ଲାଗିଲା ହେଲା। ତ ଟିକି ଚଢ଼େଇ ମୁଁ ଟିକି ମୋ ଡାଣା, ସେଇ ଗୋଟେ ଟିକି ଚଢ଼େଇ ତାର ଛୋଟ ଛୋଟ ଟିକି ମାନେ କ'ଣ ଛୋଟ ଛୋଟ ଯେମିତି ତୁମେ ଏବେ ବଡ଼ ହେଇଛ, ତ ତୁମେ ମଧ୍ୟ କ'ଣ ତୁମର ଯେତେବେଳେ ତୁମର ଏତେ ମାଇଣ୍ଡ ଆସିନି, ତୁମର ଟିକେ ଛୋଟ ଛୋଟ ମାଇଣ୍ଡ ବି ଆସିଛି, ଛୋଟ ଛୋଟ ତୁମେ ମଧ୍ୟ ହେଇଛ, ମାନେ ଯେତେବେଳେ ନହେଲେ ତୁମେ ଯେତେବେଳେ ଛୋଟ ଥିଲ 2 ବର୍ଷର 3 ବର୍ଷର ବା 4 ବର୍ଷର, ତୁମର ମଧ୍ୟ ଛୋଟ ଛୋଟ ହାତ ଛୋଟ ଛୋଟ ପାଦ ଥିଲା। ତ ସେମିତି ଟିକି ଚଢ଼େଇର କ'ଣ ଟିକି ଟିକି ଡାଣା, ସେ ଟିକି ଚଢ଼େଇଟିଏ ହେଲା। ଉଡ଼େ ମୁଁ ଆକାଶେ ନ ମାନି ମନା, ସେ ଆଉ କିଛି ମାନେ ନା, ସେ ଅମାନି ହେଇକି ସେ କ'ଣ ଆକାଶରେ ଉଡ଼େ। ତ ଦେଖିଲେ ପିଲାମାନେ ଟିକି ଚଢ଼େଇର କଥା, ତ ଭଲ ଲାଗିଥିବ ଆଶା କରୁଛି। ତ ତାପରେ ଆମେ ଧୀରେ ଧୀରେ ପିଲାମାନେ ଜାଣିବା ହେଲା, କଥା ହେବା ବା ଅଭ୍ୟାସ ପ୍ରଶ୍ନ ଉତ୍ତର ଗୁଡ଼ିକୁ ଆମେ କରିବା। ତ ମୁଁ ରହୁଛି, ପରବର୍ତ୍ତୀ କ୍ଲାସ୍ରେ ଆଉ ଥରେ ଦେଖା ହେବା। ରହିଲି, ଜୟ ଜଗନ୍ନାଥ।